हरि ओम पिलामाने आज आमे द्वितीय पाठ पढ़िबा। द्वितीय पाठ आमे आज पढ़िबा मात्रा परिचयः। मात्राणां परिचयः अद्य वयं पठामः। अत्र किमस्ति स्वराः। स्वराः आमे स्वरवर्ण सब पढ़िछु। स्वरवर्ण आमे आगरु सब पढ़ी सारिछु। तमे माने समस्ते जानिछ स्वरवर्ण। एठी अ अछि आ इ ई उ उ बुझिहेला। तो ए स्वरवर्ण व्यंजन वर्ण सहित मिसी मात्रा हेई थाए। बुझिहेला। गोटे स्वरवर्ण आ गोटे व्यंजन वर्ण मिसी करी मात्रा हेइछि। आगो को देखिबा कोन कोन रहिछि। तो देखो एठी रे कोन लेखा अछि क। एठी क अछि हलन्त दिया अछि क। एथिरे अ जेतेबेले मिसी जाउछि तापर जाई एठी क होउछि। बुझिहेला। प्रथम एमिति ही थाए सबु अ मिसिकरी क ख ग घ होई थाए। बुझिलो। एठी रे तमे ख लिखिबो। तापरे एठी रे क रे आ जेतेबेले मिसिछि ए आ जेतेबेले मिसिला आमे क जगह रे एमिति गोटे चिन्ह देबा। मात्रा माने चिन्ह। एठी रे कोन लिखिबो खा। ई र चिन्ह कोन एमिति। दीर्घ ई र चिन्ह एमिति। उ र चिन्ह एमिति करिवो। दीर्घ उ र चिन्ह एमिति अछि हेबो। एठी रे कोन लिखिबो तमे ख हर्षई खी। ख लिखिलो दीर्घ ई देबो। ख लिखिबो ह्रस्व उ देबो। ख लिखिबो दीर्घ उ देबो। बुझिलो। एई बाक्स रे ठीक सेही परी ग। ग रे मात्रा देबो गा हेबो। ग रे ह्रस्व ई देबो गी। ग रे दीर्घ ई देबो गी। ग रे तापरे ह्रस्व उ देबो गु। ग रे दीर्घ उ देबो गु। ठीक सेही परी घर लिखिबो। बुझेला। एठी घर लिखिबो म रे लिखिबो। चर भी ठीक सेमिति एठी रे चर अछि छर लिखिबार अछि। छ छा ହେଲା। छि छि छर दीर्घ ई छि। ह्रस्व उ छु। छोर दीर्घ उ छु। बुझेला। छर जर सेमिति ज जा जी जी जू जू। झर भी झ झा झी झी झू झू। न्यर भी सेमिति लिखिबो। तापरे एठी रु देछि। रु र केमिति लेखा जाए। रु र एमिति जस्ट गोटे दीर्घ रु लिखिले एमिति करिवो। रु र एमिति अछि ए ओइ र डबल देबो। ओ र बा गोटे बाड़ी देकी एमिति करिवार अछि। ओ र भी सेमिति बाड़ी गोटे देकी जस्ट दीटा करिवार अछि। बुझिहेला। तो एई जो बाक्स माने तुमको देछि एठारे तमे माने सब प्रैक्टिस करिवा पई देछि। बुझिला। कई को कौ देछि। एठी रे तमे ख लिखिबो। क्रू 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 खे खई खो खौ। बुझिपारिल। नेक्स्ट सेमिति ख र एठी रे लिखिलो। एठी ग घ ङ लिखिबो। बुझिहेला। तापरे चर देछि। चर भी सेमिति
ତାପରେ ଚପରେ ଛ୍ରୁ ଜ୍ରୁ ଝ୍ରୁ ନୃ ଏମିତି ଲେଖିବ। ଏଇଠିରେ ବି ଛ୍ରୁର ଡବଲ ରୁ ଛ୍ରୁ ଜ୍ରୁ ଝ୍ରୁ ନୃ ଏମିତି କରି ଏଇଠିରେ ସବୁ ଚଉ ପର୍ଯ୍ୟନ୍ତ ଲାଷ୍ଟ ପର୍ଯ୍ୟନ୍ତ ଲେଖିବ। ନ୍ୟ ନ୍ୟ ଓକାର ନ୍ୟୁ ପର୍ଯ୍ୟନ୍ତ ଲେଖିବ। ତାପରେ ଆସିଲା ଟ ଟର ବି ଠିକ୍ ସେହିପରି ଲେଖିବ। ଆଉ ଉପରେ ଆମେ ଯେମିତି ଲେଖିଥିଲେ ଏଇଠିରେ ଠ ଲେଖିବ। ତାପରେ ଏଇଠି ଠା ଠି ଠି ଠୁ ଠୁ ବୁଝିହେଲା। ଠ ପରେ ଡର ଢଣ ତର ଠିକ୍ ସେହିପରି ଏଇଠିରେ ଲେଖିବ ତ ତା ତି ତି ତୁ ତୁ ଅଛି ଏଇଠିରେ ଥର ଲେଖିବ। ଏଇଠିରେ କ'ଣ କରିବ ଥ ଥା ଥି ଥି ଥୁ 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 ବୁଝିହେଲା। ତାପରେ ଥର ଦର ସିଧାରେ ଯେଉଁ ଅଛି ଲାଇନ୍ ସେଇଥିରେ ଦର ଲେଖିବ ଧର ଲେଖିବ ନର ଠିକ୍ ସେହିପରି ଏଇଠି ଦେଖ ଧ ଲେଖିଲ ଧା ଧି ଧି ଧୁ ଧୁ ନ ନା ନି ନି ନୁ ନୁ ବୁଝିହେଲା। ତାପରେ ପ ଅଛି ଏଇଠିରେ ପର ତାପରେ ଅଛି ସବୁ ଲେଖା ହେଇଛି। ଏଇଟା ଉପରେ ଦେଖିକି ତଳେ ଲେଖିବାର ଅଛି। ଫ ଫା ଫି ଫି ଫୁ ଫୁ ବ ବା ବି ବି ବୁ ଉ ଭର ଅଛି ଭ ଲେଖିବ ଭା ଭି ଭି ଭୁ ଭୁ ମ ମା ମି ମି ମୁଁ ମୁଁ ବୁଝିହେଲା। ଏମିତି ଲେଖିବ। ତାପରେ ପୁଣି ରୁକାର ଆସିଲା ଟର ଯେମିତି ଦେଇଥିଲା ଆଗରୁ ଟର ଟ୍ରୁ 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 ଦେଇଛି। ଏଇଠିରେ ଆମେ କ'ଣ ଲେଖିବା ଠ ଲେଖିବା। ଠ ରେ ଟ୍ରୁ 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 ଠେ ଠଇ ଠୋ ଠଉ ଡ୍ରୁ 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 ଡ୍ରେ ଡେ ଡଇ ଡୋ ଡଉ ବୁଝିହେଲା। ତମେମାନେ ତ ସବୁ ଲେଖି ଜାଣିଛ ବ୍ୟଞ୍ଜନ ବର୍ଣ୍ଣ। ଉପରେ ଦେଖିକି ଏଇଠିରେ ଲେଖିବ ସବୁ। ବୁଝିପାରିଲ। ଠିକ୍ ସେହିପରି ତ୍ରୁର ଲେଖିବା ଏଇଠି ପ୍ରୁର ପ ବର୍ଗର ଅଛି। ତାପରେ ୟ ର ଲ ବ ୟର ବି ୟ ୟା ଇ ୟୁ ୟୁ ତଳେ ଲେଖିବ। ତାଲବ୍ୟସ୍ୟ ମୂର୍ଧନ୍ୟସ୍ୟ ଦନ୍ତସ୍ୟ ହ ର ବି ଠିକ୍ ସେହିପରି ମାତ୍ରା ଲେଖିବା। ସା ସି ସି ସୁ ସୁ ତାପରେ ଏଇଠିରେ ଅନୁସ୍ୱାର ଅଛି। ଏଇଟା ଦେଖ ପିଲାମାନେ ଅନୁସ୍ୱାର ଏଇଠି ଅଛି। ଏଇଟା ହେଲା ଅନୁସ୍ୱାର ଏଇଟା ହେଲା ବିସର୍ଗ। ଅରେ ଅନୁସ୍ୱାର ଅମ୍ ଆମ୍ ଇମ୍ ଇମ୍ ଉମ୍ ଅହ ଆହ ଇହି ଇହି ଉହୁ। ତାପରେ ଏଇଠିରେ ଅଛି ୟୁରେ ରୁଫାଲା ଅଛି। ୟୁରୁ ରୁ ରୁ ୟ ବରଲା ଅଛି ନା ରୁ ରୁ ରୁ। ତାପରେ ଏଇଟା ଇଏରେ ୟରେ ଇଏକାର ଲେଖିଲେ ଇଏ ରେ ରେ ଲେ ବରେ ଇଏ ଦେଲେ वे यई रई लई वई। ତାପରେ ୟରେ ୟୋ ଓକାର ଅଛି ୟୋ ହେଲା। ତାପରେ ଏଇଠିରେ ୟୋ ହେଲା ରୋ ରୋ ତାପରେ ରୋ ରୁକାର ହେଲା। ତାପରେ ଏଇଠିରେ
यो यो ओकार है यो परे रो लो वो बुझेगा ठीक से परे एठिरे यौ यौ वो रो रो वो ସେମିତି ହେବ। ତାପରେ ଶ୍ରୁ ସ ଆମର ଯେଉଁ ତାଳବ୍ୟ ସରେ ପୁଣି ସବୁ ମାତ୍ରା ଏଠି ଲାଗିବ। ତାଳବ୍ୟ ସ ମୂର୍ଧନ୍ୟ ସ ଦନ୍ତ ସ ହ ବୁଝିହେଲା। ତାପରେ ଏଠିରେ ରୁରେ ଅନୁସ୍ୱାର ଦେଇଛି ସବୁ ସ୍ୱର ବର୍ଣ୍ଣରେ ଅନୁସ୍ୱାର ଆଉ ବିସର୍ଗ ଏଠିରେ ଦେଇଛି। ଦେଖ ଏଠିରେ ଦେଇଛି ରୁରେ ଅନୁସ୍ୱାର ରୁ ଦୀର୍ଘ ରୁରେ ଅନୁସାର ऐ ऐ ऐं ऐं ओम ओम ରୁହ 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 ଏହ ऐः ଓହ ଓହ ବୁଝିପାରିଲ। ଅୟୋଗ ବାହାନମ୍ ଅଭ୍ୟାସମ୍ କୁର୍ମଃ ଆମେ ଅୟୋଗ ବାହ ବର୍ଣ୍ଣ ଗୁଡ଼ିକର ଅଭ୍ୟାସ କରିବା। କ ପ୍ଲସ୍ ସ୍ୱରଃ ପ୍ଲସ୍ ଅନୁସ୍ୱାର କମ୍ କାମ୍ ବୁଝିହେଲା। କିମ୍ ଖିମ୍ ଏମିତି ଏଠିରେ ହେବ। ଖ ହ ଖା ହା ଖିମ୍ ଏମିତି ହେଇକରି ଏଇଠି କ ପ୍ଲସ୍ ସ୍ୱରଃ ପ୍ଲସ୍ ଅନୁସ୍ୱାର ଖ ପ୍ଲସ୍ ସ୍ୱରଃ ପ୍ଲସ୍ ବିସର୍ଗର ତାର ଆମେ ଏଇଠିରେ ଅଭ୍ୟାସ କରିବା ଏଇଠିରେ ବୁଝିଲା। ତ ପିଲାମାନେ ଏଇଠିରେ ତମେ ନିଜର ଖାତାରେ ବି ଲେଖିପାରିବ। ଏଇଠିରେ କ'ଣ ଗୋଟେ ଇନଷ୍ଟ୍ରକ୍ସନ୍ ଦେଇଦେଇଛି ଦେଖ। କ ରହିବ କ ଅଛି ଏଇଠିରେ ସ୍ୱର ବର୍ଣ୍ଣ କିଛି ବି ସ୍ୱର ବର୍ଣ୍ଣ ଆସିବ ଅନୁସ୍ୱାର ଲାଗିକି କ'ଣ ହେଲା କମ୍ କ ଏଇଠିରେ ଅ ଆସିଲା ଅନୁସ୍ୱାର କମ୍ କ ଆ ଆସିଲା ଅନୁସ୍ୱାର ଆସିଲା କାମ୍ କ ପରେ ଇ ଆସିବ ଅନୁସ୍ୱାର ଆସିଲେ ଏଇଠିରେ କ'ଣ ହେଇଯିବ କିମ୍ ହେଲା। ଦୀର୍ଘ ଇ ଏଇଠିରେ ସ୍ୱର ଜାଗାରେ ଦୀର୍ଘ ଇ ପଳେଇ ଆସିବ ଯଦି ଦୀର୍ଘ ଇ କିମ୍। ତାପରେ ଉକାର ଯଦି ଆସିବ ଏଇଠିରେ କ'ଣ ହେଇଯିବ କୁମ୍। ଦୀର୍ଘ ଉକାର ଯଦି ଆସିଲ କୁମ୍ ହେଇଯିବ। ଠିକ୍ ସେହିପରି ଖର ଖ ହ ଖା ହା ଅଛି ବିସର୍ଗ ଗ ହା ଘ କରି ବି ଆମେ ଲେଖିପାରିବା ବୁଝିଲା। ଆଜି ପାଇଁ ଏତିକି ପୁଣି ନେକ୍ସଟ କ୍ଲାସ୍ରେ ପଢ଼ିବା ତୃତୀୟ ଅଧ୍ୟାୟ। ଧନ୍ୟବାଦ।